ବିଶି ନାହାକିଣି କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ। ଟାଙ୍ଗୀ ଚୌଦାର ବ୍ଲକ ଗରୁଡ଼ ଗାଁ ପଞ୍ଚାୟତର ଐତିହାସିକ ବିଶି ନାହାକିଣି କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। 3 ଦିନ ବ୍ୟାପୀ ବିଶି ନାହାକିଣି ଯାତ୍ରା ପଡ଼ିଆରେ ହେଉଥିବା ଏହି ମହୋତ୍ସବରେ ଗୁରୁବାର ଶାନ୍ତି ଶୃଙ୍ଖଳାରେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ଉତ୍ସବରେ ଭାଗ ନେଇଥିବା ସମସ୍ତ ପୂଜା ମଣ୍ଡପର ମେଢ଼ା ମୁରବୀଙ୍କୁ ଛନ୍ଦାଭୋଗ, ଯାତ୍ରା କମିଟି ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୌଡ଼ଙ୍ଗା ସରପଞ୍ଚ ତଥା ଯାତ୍ରା କମିଟି ସଭାପତି ଦୀପ୍ତିମୟୀ ବେହେରା, ମୁଖ୍ୟ ପରିଚାଳକ ଚିତ୍ତରଞ୍ଜନ ବେହେରା, ପରିଚାଳକ ସୁବୋଧ କୁମାର ସାମଲ, ସଫା ସରପଞ୍ଚ ତଥା ଉପଦେଷ୍ଟା ନିବାସ ଚନ୍ଦ୍ର ପାଣ୍ଡବ, ମଧୁସୂଦନ ବେହେରା, ହରମୋହନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବନ୍ଦନା କଳା ନିକେତନ ପକ୍ଷରୁ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଚିତ୍ତାକର୍ଷକ ଥିଲା। ଟ୍ରେଟ୍ରା ହେଡ୍ରନ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ତ୍ରିଦେବ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନା କେନ୍ଦ୍ର ପରିଚାଳକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପ୍ରୀତିରଞ୍ଜନ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ। ମହୋତ୍ସବରେ ମୀନା ବଜାର ସହିତ ବିଭିନ୍ନ ଚଟପଟି ଖାଦ୍ୟ ଷ୍ଟଲ ଓ ଦୋଳି ପଡ଼ିଆରେ ପ୍ରତିଦିନ ହଜାର ହଜାର ଦର୍ଶକ ରୁଣ୍ଡ ହୋଇଥିବା ବେଳେ ଟାଙ୍ଗୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ପ୍ରଥମେ 53ତମ ମା ବିଶ୍ୱନାହାକାଣୀ ଆଞ୍ଚଳିକ କାର୍ତ୍ତିକେଶ୍ୱର ମହୋତ୍ସବ ଉତ୍ସବରେ ସମସ୍ତ ଅଞ୍ଚଳବାସୀଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ। ଏ ଯାତ୍ରା ଆମର ଦୀର୍ଘ 53 ବର୍ଷ ହେବ ଏ ଅଞ୍ଚଳରେ ମିନି ବାଲିଯାତ୍ରା ରୂପରେ ପରିଗଣିତ ହୋଇଛି। ବହୁ 5 ଗୋଟି ପଞ୍ଚାୟତରୁ 9 ଗୋଟି ମେଢ଼ ଆମ ଯାତ୍ରା ପଡ଼ିଆକୁ ଆସି ଆଜି 26 ତାରିଖ ମଙ୍ଗଳବାର ଥାନପତି ମେଢ଼ ଆମର ଯାତ୍ରା ପଡ଼ିଆ ମଣ୍ଡନ କରିବେ। ତା ସହିତ 27 ତାରିଖ ବୁଧବାର ଆଉ ସମସ୍ତ 8 ଗୋଟି ମେଢ଼ ଯାତ୍ରା ପଡ଼ିଆରେ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ପହଞ୍ଚିବେ ଏବଂ 27 ତାରିଖ ଦିନ 12ଟା ପରେ ଆମର ଭସାଣୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ପୋଲିସ ପ୍ରଶାସନ ଟାଙ୍ଗୀ ଥାନା ଭାରପ୍ରାପ୍ତ ଅଧିକାରୀ ସୌମେନ୍ଦ୍ର ପାଇକରାୟ ସମସ୍ତ ସହଯୋଗ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ଫୋର୍ସ ମଧ୍ୟ ଆମ ଆସି ପଞ୍ଚାୟତରେ ପହଞ୍ଚି ସାରିଲେଣି। ଆମର ଥାନାରେ 2 ଥର ମିଟିଂ ହେଇଥିଲା ଏବଂ ଆମର ଯାତ୍ରା ପରିଚାଳନା କମିଟି ଏବଂ ପ୍ରତ୍ୟେକ ମେଢ଼ର ମୁରବୀମାନଙ୍କୁ ନେଇ 2 ଥର ମିଟିଂ ହେଇ କିଭଳି ଭାବରେ ଏ ବର୍ଷ 2024 ଆଞ୍ଚଳିକ କାର୍ତ୍ତିକେଶ୍ୱର ବିଶ୍ୱନାହାକାଣୀ ମହୋତ୍ସବ ଶାନ୍ତି ଶୃଙ୍ଖଳା ସହିତ ହେବ, ସମସ୍ତ ପ୍ରସ୍ତୁତି ମାଙ୍କ କୃପାରୁ ଭଲରେ ହେଇଛି। ନିଶ୍ଚିତ ଭାବେ ଆମେ ଆଶା ବିଶ୍ୱାସ କରିବୁ ଏ ବର୍ଷ ଯାତ୍ରା ଭଲ ଏବଂ ଶାନ୍ତି ଶୃଙ୍ଖଳା ସହିତ ହେବ। ଆମ ଅଞ୍ଚଳବାସୀ ଭଲରେ ଏ ଯାତ୍ରାକୁ ଉପଭୋଗ କରିବେ। ତେଣୁ ମା ବିଶ୍ୱନାହାକାଣୀ ନିକଟରେ ମୋର ପ୍ରଣାମ। ମାଙ୍କର ଆଶୀର୍ବାଦରେ ଏ ଯାତ୍ରା ଆହୁରି ଆଗକୁ ଯାଉ। ଏ ଅଞ୍ଚଳର ଗର୍ବ ଗୌରବ ଏ ମିନି ବାଲି ଯାତ୍ରାକୁ ମା ବିଶ୍ୱନାହାକାଣୀ ନିକଟରେ ପ୍ରଣାମ। ଯାତ୍ରା ପଡ଼ିଆରେ ଇଏ ହେଉଛି ଆମର ଆପଣମାନେ ଦେଖୁଥିବେ ବାଲିଯାତ୍ରା ପରେ ଏଇଟା ହେଉଛି ଶେଷ କାର୍ତ୍ତିକେଶ୍ୱର ମହୋତ୍ସବ ଭସାଣୀ ମହୋତ୍ସବ। ଏଠି ପ୍ରତ୍ୟେକ ପ୍ରକାର ବିଭିନ୍ନ ପ୍ରକାର ଦେଖୁଥିବେ ଦୋଳି ଫୋଳି ଯେତେ ପ୍ରକାର ଯାହା ସବୁ ଅଛି ସାମଗ୍ରୀ ଆସେ। ବହୁତ କିଣାବିକା ମଧ୍ୟ ଏ ଜାଗାରେ ହୁଏ, ବହୁତ ଦୋକାନ ବଜାର ପଡ଼େ। ଆପଣମାନେ ଲକ୍ଷ୍ୟ କରୁଥିବେ ଶାଳଗାଁ ଯାତ୍ରା, ଭଗତପୁର ଯାତ୍ରା ଯେତେ ଯାତ୍ରା ଅଛି ଏହି ଯାତ୍ରାରେ ଅଧିକ ବ୍ୟବସାୟୀ ଭାଇମାନେ କରନ୍ତି ଏବଂ ଶୃଙ୍ଖଳା ସହିତ ଏଠି ସେମାନେ ତାଙ୍କର ମନ ଖୁସି କରି ବେପାର କରି ଯାଆନ୍ତି ଏବଂ ଅଞ୍ଚଳବାସୀ ମଧ୍ୟ 2 ଦିନ 3 ଦିନ ଧରି ବ୍ୟବସାୟୀ ଅଞ୍ଚଳରେ ହୁଏ। ତେଣୁ ଇଏ ଗୋଟେ ହେଉଛି ଶେଷ ବାଲିଯାତ୍ରା ଏବଂ ଏଇଟା ସମସ୍ତଙ୍କ ପାଇଁ ଗୋଟେ ଖୁସିର ଆନନ୍ଦ ଦିଏ। ଢେଙ୍କାନାଳ ଠାରୁ କଟକ ଜିଲ୍ଲା ଶେଷ ପର୍ଯ୍ୟନ୍ତ ବହୁତ ଲୋକ ଏଠି ଆସନ୍ତି। ନିଶ୍ଚିତ ଭାବେ ଏ ଅଞ୍ଚଳ ଯୋଉଭଳି ଭାବରେ ଏ ଯାତ୍ରା ମହୋତ୍ସବ ଆରମ୍ଭ ହେଇଛି ଦୀର୍ଘ 53 ବର୍ଷ ହେଲା, ଇଏ ଆମେ 5 ଗୋଟି ପଞ୍ଚାୟତରୁ 9 ଗୋଟି ମେଢ଼ ଆପଣମାନେ ଏଇଥିରୁ ଅନୁଭବ କରୁଥିବେ। ଇଏ ଗୋଟା ଭାଇଚାରା ଏବଂ ବନ୍ଧୁତ୍ୱର ବାର୍ତ୍ତା ସବୁଆଡ଼େ ଦଉଛି। ସବୁଠୁ ଶାନ୍ତି ଶୃଙ୍ଖଳା ସହିତ ଏ ଯାତ୍ରା ଅନୁଷ୍ଠିତ ହେଉଛି। ତେଣୁ ଏ ଯୋଉ ଭାଇଚାରା ନିଆରା ପରମ୍ପରା ବୋଧେ ଆପଣମାନେ ଅନ୍ୟ କୌଣସି ଯାତ୍ରା ଦେଖୁନଥିବେ। ତେଣୁ ଏ ପରମ୍ପରା ଆମମାନଙ୍କ ସମସ୍ତଙ୍କର ସହଯୋଗ ସହିତ ମା ବିଶ୍ୱନାହାକାଣୀର ଆଶୀର୍ବାଦରୁ ଏଠି ଚାଲିଛି। ସମସ୍ତ ଅଞ୍ଚଳବାସୀକୁ ଯେଉଁମାନେ ଆମ ଯାତ୍ରା ସହିତ ଜଡ଼ିତ ଅଛନ୍ତି, ଯାତ୍ରା ଉପଭୋଗ କରିବାକୁ ଆସୁଛନ୍ତି, ସମସ୍ତଙ୍କୁ ମୋର ବିନମ୍ର ନିବେଦନ ଆପଣମାନେ ସମସ୍ତେ ଶାନ୍ତି ଶୃଙ୍ଖଳା ସହିତ ଏ ଯାତ୍ରା କିଭଳି ଭାବରେ ଶାନ୍ତିର ସହିତ ଆପଣମାନଙ୍କର ସହଯୋଗ ନିତ୍ୟାନ୍ତ କାମ। ସମସ୍ତଙ୍କୁ ମୋର ଯୁବପିଢ଼ି ବୟସ୍କ ସମସ୍ତଙ୍କୁ ମୋର ଅନୁରୋଧ, ଆମେମାନେ ସମସ୍ତେ ଏ ଯାତ୍ରାରେ ଆମର ମା ଭଉଣୀ ଗୁରୁଜନ ସମସ୍ତେ ଆସୁଛନ୍ତି। ତେଣୁ ଆମେମାନେ ସମସ୍ତେ ଶପଥ ନେବା ଆମେ ନିଶା କେହି ସେବନ କରିବା ନାହିଁ। ବିନା ନିଶାରେ ଏ ଯାତ୍ରାକୁ ଭଲ ଭାବରେ ଆମେ
पालन करवा ता सहित गोटा भल वार्ता ये आंचलिक विश्वनायकाणी महोत्सव जीव जे निशा मुक्त यात्रा तेणु समस्त मोर अनुरोध समस्ते सहयोग करंतु ए पुरातन अनुष्ठान को किभली भाव में आहरी आगु जीव समस्त को धन्यवाद। कटक चौदार कान्ह बेहेरा रिपोर्ट प्रो न्यूज प्रतिदिन ओडिशा। सबुदिन सबु समय सबु परिस्थिति रे आमे थिबु आपनक सहित प्रो न्यूज प्रतिदिन ओडिशा देखिया पई लाइक शेयर एंड सब्सक्राइब